ଆଜି ଆମେ ଗୋଟିଏ ନୂଆ ଗପ ଶୁଣିବାକୁ ଯାଉଛେ। ଗପର ନାମ ହେଉଛି ବନର ରାଜା ସିଂହ ଓ ଚାଲାକ ଠେକୁଆ। ଚାଲ ଆମେ ସେଇ ଗପଟି ଶୁଣିବା। ଜଙ୍ଗଲର ରାଜା ସିଂହ ଆତଙ୍କ ପ୍ରଚାର କରୁଥିଲା। ପ୍ରତିଦିନ ସେ ଜଙ୍ଗଲର ଜୀବମାନଙ୍କୁ ହତ୍ୟା କରୁଥିଲା। ଜୀବମାନେ ଭୟଭୀତ ହୋଇ ଏକ ମିଳନୀ ପରେ ନିଶ୍ଚୟ କଲେ ଯେ ପ୍ରତିଦିନ ଏକ ପଶୁ ସିଂହଙ୍କ ପାଖରେ ଯିବେ। ଏଭଳି ଏକ ଦିନ ଗୋଟିଏ ସରଳ ଠେକୁଆକୁ ପଠାଗଲା। ସେ ଭାବିଲା ଆଜି ସିଂହର ଅହଙ୍କାରକୁ ଭାଙ୍ଗିବ। ସେ ବିଳମ୍ବ କରି ରାଜାଙ୍କ ପାଖରେ ଯାଇ ପହଞ୍ଚିଲା। ମୋତେ ଆସିବାରେ ବିଳମ୍ବ ହେଲା କାରଣ ଆପଣଙ୍କ ଅନ୍ୟ ଏକ ରାଜା ସିଂହ ଆମକୁ ଆକ୍ରମଣ କରୁଥିଲା। ସିଂହ ଆଶ୍ଚର୍ଯ୍ୟ ହୋଇ ଠେକୁଆକୁ ସେ ସିଂହକୁ ଦେଖାଇବାକୁ କହିଲା। ଠେକୁଆ ସିଂହକୁ ଜଙ୍ଗଲର ଥିବା ଏକ ଗଭୀର କୂଅ ପାଖକୁ ନେଇଗଲା। ଠେକୁଆ କହିଲା ସେ ଆପଣଙ୍କୁ ଏଠାରେ ଅପେକ୍ଷା କରିଛନ୍ତି। ସିଂହ ତାର ପ୍ରତିବିମ୍ବକୁ ଜଳରେ ଦେଖି ଖୋଜ କରି କୂଅ ଆଡ଼କୁ ଡେଇଁ ପଡ଼ିଲା। ଏହି ଗପରୁ ଆମେ ଶିଖିବାକୁ ପାଇଲେ ଯେ ଧୈର୍ଯ୍ୟ ଏବଂ ବୁଦ୍ଧି ବଡ଼ ବିପଦକୁ ମଧ୍ୟ ଜିତାଇ ଦେଇପାରିବ।